କେବେ ଭାବିଛନ୍ତି ଆମ ଗାଁର ରାସ୍ତା କିଏ ତିଆରି କରେ କିମ୍ବା ଆମ ସହରର ପାର୍କକୁ ସଫା ରଖିବାର ଦାୟିତ୍ୱ କାହାର? ହଁ, ଏସବୁର ଉତ୍ତର ମିଳେ ଆମର ସବୁଠୁ ପାଖ ଶାସନ ବ୍ୟବସ୍ଥାରେ, ଯାହାକୁ କୁହାଯାଏ ସ୍ଥାନୀୟ ଶାସନ। ତେବେ ଚାଲନ୍ତୁ ଆଜି ଆମେ ସେହି ବ୍ୟବସ୍ଥା ବିଷୟରେ ଜାଣିବା ଯାହା ଶାସନକୁ ସିଧା ଆମ ଦ୍ୱାର ମୁହଁକୁ ନେଇ ଆସେ। ଏଇଟା ଦେଖିବାକୁ ଗୋଟେ ସାଧାରଣ ପ୍ରଶ୍ନ, କିନ୍ତୁ ସତ କହିବାକୁ ଗଲେ ଏହା ଭିତରେ ହିଁ ଲୁଚି ରହିଛି ଗଣତନ୍ତ୍ରର ପ୍ରକୃତ ମୂଳଦୁଆ। କାରଣ ଏଇ ଛୋଟ ଛୋଟ ନିଷ୍ପତ୍ତିଗୁଡ଼ିକ ହିଁ ଆମ ଦୈନନ୍ଦିନ ଜୀବନକୁ ସିଧାସଳଖ ପ୍ରଭାବିତ କରେ। ତେବେ ଆସନ୍ତୁ ବୁଝିବା ଏହି ନିଷ୍ପତ୍ତି ନେବା ପ୍ରକ୍ରିୟା ପ୍ରକୃତରେ କେମିତି କାମ କରେ। ଏହାର ମୂଳ କଥା ହେଉଛି ଆମ ଶାସନ ଆମ ହାତରେ। ମାନେ ଏହା ଏକ ଏମିତି ସିଷ୍ଟମ ଯେଉଁଠି ସ୍ଥାନୀୟ ଲୋକମାନେ କେବଳ ଭୋଟ ଦେଇ ଚୁପ୍ ବସନ୍ତିନି, ବରଂ ନିଜ ଅଞ୍ଚଳର ଭଲମନ୍ଦ ପାଇଁ ନିଜେ ହିଁ ଦାୟିତ୍ୱ ନିଅନ୍ତି, ନିଜର ପ୍ରତିନିଧି ବାଛନ୍ତି ଆଉ ତାଙ୍କରି ଜରିଆରେ ନିଜ ପ୍ରଶାସନ ନିଜେ ଚଳାନ୍ତି। ଆଚ୍ଛା, ତେବେ ଭାରତର ଏତେ ବଡ଼ ଗଣତାନ୍ତ୍ରିକ ଢାଞ୍ଚା ଭିତରେ ଏଇ ସ୍ଥାନୀୟ ଶାସନର ଜାଗା କେଉଁଠି? ଏହାକୁ ବୁଝିବାକୁ ହେଲେ ଆମକୁ କ୍ଷମତାର ବିକେନ୍ଦ୍ରୀକରଣ ବା ଡେମୋକ୍ରାଟିକ୍ ଡିସେଣ୍ଟ୍ରାଲାଇଜେସନ କଥାଟାକୁ ଟିକେ ବୁଝିବାକୁ ପଡ଼ିବ। ଭାରତର ଶାସନ ବ୍ୟବସ୍ଥାକୁ ଗୋଟେ ପିରାମିଡ୍ ଭଳି ଭାବି ନିଅନ୍ତୁ। ସବା ଉପରେ ଅଛନ୍ତି ପୂରା ଦେଶ ପାଇଁ କେନ୍ଦ୍ର ସରକାର, ତା ତଳକୁ ଆସୁଛନ୍ତି ପ୍ରତିଟି ରାଜ୍ୟ ପାଇଁ ରାଜ୍ୟ ସରକାର, ଆଉ ସବା ତଳେ, ଯାହାକି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ସେଇଠି ଅଛି ଆମ ତୃଣମୂଳ ସ୍ତରର ସ୍ଥାନୀୟ ସରକାର। ଏହିଭଳି ଭାବରେ କ୍ଷମତାକୁ ଉପରୁ ତଳ ଯାଏଁ ବାଣ୍ଟି ଦିଆଯାଇଛି, ଯେମିତି ଶାସନ ସମସ୍ତଙ୍କ ପାଖରେ ପହଞ୍ଚିପାରିବ। କିନ୍ତୁ କଥା ଏତିକିରେ ସରିନି। ଏହି ଯେଉଁ ସ୍ଥାନୀୟ ସରକାର ଅଛି ତା ସବୁ ଜାଗାରେ ସମାନ ନୁହେଁ। ଏହାକୁ ମୁଖ୍ୟତଃ ଦୁଇଟି ଭାଗରେ ବଣ୍ଟାଯାଇଛି। ଗୋଟେ ହେଲା ଗାଁ ପାଇଁ ଆଉ ଅନ୍ୟଟି ସହର ପାଇଁ। ଦେଖନ୍ତୁ, ଏ ଦୁଇଟା ବ୍ୟବସ୍ଥା ଭିତରେ ଫରକ ବୁଝିବା ବହୁତ ଜରୁରୀ। ଗୋଟେ ପଟେ ଗାଁରେ ଅଛି ପଞ୍ଚାୟତୀ ରାଜ ବ୍ୟବସ୍ଥା, ଯାହାର ମୁଖ୍ୟ ଫୋକସ୍ ରହେ ଚାଷବାସ, ପାଣିପାଗ, ଛୋଟ ରାସ୍ତାଘାଟ ଉପରେ। ଆଉ ଅନ୍ୟପଟେ ସହରରେ ଅଛି ପୌର ବ୍ୟବସ୍ଥା, ଯିଏ ଡ୍ରେନେଜ, ସଫାସୁତରା, ପାର୍କ ଭଳି ସହରୀ ସୁବିଧା ଉପରେ ଧ୍ୟାନ ଦିଏ। ଏହି ଟେବୁଲ ଏହାକୁ ଆହୁରି ସହଜରେ ବୁଝାଇ ଦେଉଛି। ଚାଲନ୍ତୁ ପ୍ରଥମେ ଗାଁ କଥା ବୁଝିବା। ଏହି ଗ୍ରାମୀଣ ବ୍ୟବସ୍ଥାକୁ ଟିକେ ଭଲ ଭାବରେ ଦେଖିବା। ଏହାର ବି ନିଜର ଗୋଟେ 3 ସ୍ତରୀୟ ଢାଞ୍ଚା ଅଛି। ଆଉ ହଁ, CHSE ପରୀକ୍ଷା ପାଇଁ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସଂରଚନାକୁ ଦେଖନ୍ତୁ। ସଭା ତଳେ ମାନେ ମୂଳଦୁଆ ହେଉଛି ଗ୍ରାମ ପଞ୍ଚାୟତ, ଯାହା ପ୍ରତିଟି ଗାଁ ପାଇଁ କାମ କରେ। ତାପରେ କିଛି ଗାଁକୁ ନେଇ ଗୋଟେ ବ୍ଲକ ହୁଏ, ଆଉ ସେହି ବ୍ଲକ ସ୍ତରରେ ରହିଛି ପଞ୍ଚାୟତ ସମିତି। ଆଉ ସଭା ଉପରେ ପୁରା ଜିଲ୍ଲା ପାଇଁ କାମ କରେ ଜିଲ୍ଲା ପରିଷଦ। ଏହା ହିଁ ହେଉଛି ଗ୍ରାମୀଣ ଶାସନର 3 ସ୍ତରୀୟ ବ୍ୟବସ୍ଥା। ଠିକ୍ ଅଛି, ଗାଁ କଥା ତ ଆମେ ବୁଝିଗଲେ। ଏବେ ଚାଲନ୍ତୁ ସହର ଆଡ଼କୁ ଯିବା, କାରଣ ସହରରେ ବି ଠିକ୍ ସେହିଭଳି ଏକ ସଂରଚନା ରହିଛି ଯାହା ସ୍ଥାନୀୟ ଶାସନର ପୁରା ଚିତ୍ରକୁ ସମ୍ପୂର୍ଣ୍ଣ କରେ। ସହରାଞ୍ଚଳରେ ବି ମୋଟାମୋଟି 3 ପ୍ରକାରର ବ୍ୟବସ୍ଥା ଦେଖିବାକୁ ମିଳେ, ଆଉ ଏହା ନିର୍ଭର କରେ ସହରର ଆକାର ଆଉ ଜନସଂଖ୍ୟା ଉପରେ। ଯେଉଁ ଅଞ୍ଚଳ ଏବେ ଏବେ ଗାଁରୁ ସହରରେ ପରିଣତ ହେଉଛି, ସେଠି ଥାଏ ବିଜ୍ଞାପିତ ଅଞ୍ଚଳ ପରିଷଦ ବା NAC। ଟିକେ ଛୋଟ ସହରଗୁଡ଼ିକ ପାଇଁ ରହିଛି ପୌରପାଳିକା ବା ମ୍ୟୁନିସିପାଲିଟି। ଆଉ ଭୁବନେଶ୍ୱର, କଟକ ଭଳି ବଡ଼ ବଡ଼ ମହାନଗର ପାଇଁ କାମ କରେ ମହାନଗର ନିଗମ ବା ମ୍ୟୁନିସିପାଲ କର୍ପୋରେସନ। କିନ୍ତୁ କଥା ହେଉଛି, ଏହି ସବୁ ବ୍ୟବସ୍ଥା କ'ଣ ଆଗରୁ ଏମିତି ସୁସଂଗଠିତ ଥିଲା? ନା। ତେବେ ଚାଲନ୍ତୁ ସେହି ଐତିହାସିକ ସମୟକୁ ଫେରିଯିବା, ଯେତେବେଳେ ସ୍ଥାନୀୟ ଶାସନ କେବଳ ଏକ ବିଚାର ହୋଇ ରହିନଥିଲା, ବରଂ ଏକ ସାମ୍ବିଧାନିକ ନିୟମରେ ପରିଣତ ହୋଇଥିଲା। ଏହାର ଯାତ୍ରା ବେଶ୍ ଲମ୍ବା। ଏହାର ମୂଳଦୁଆ 1882 ମସିହାରେ ଲର୍ଡ ରିପନ୍ ପକାଇଥିଲେ। ତାପରେ ଆସିଲା ବଳବନ୍ତ ରାୟ ମେହେଟା କମିଟି, ଯିଏ ଏହି 3 ସ୍ତରୀୟ ବ୍ୟବସ୍ଥା ପାଇଁ ସୁପାରିଶ କଲେ। ଆଉ ଶେଷରେ 1992ରେ ଆସିଲା ସେହି ଐତିହାସିକ ମୁହୂର୍ତ୍ତ, ଯେତେବେଳେ ଏକ ସମ୍ବିଧାନ ସଂଶୋଧନ ଦ୍ୱାରା ଏହାକୁ ପ୍ରକୃତ ଶକ୍ତି ମିଳିଲା। ଏହି ନମ୍ବରଟାକୁ ଭଲ ଭାବେ ମନେ ରଖିବାକୁ ହେବ, 73ତମ। ହଁ, ଏହା ହେଉଛି ସେହି ସାମ୍ବିଧାନିକ ସଂଶୋଧନ ଯାହା ଭାରତର ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥାରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ଏହି ସଂଶୋଧନ ପ୍ରକୃତରେ ଗୋଟେ ଗେମ୍ ଚେଞ୍ଜର ଥିଲା। କାହିଁକି? କାରଣ ଏହା ପଞ୍ଚାୟତୀ ରାଜକୁ ସାମ୍ବିଧାନିକ ସୁରକ୍ଷା ଦେଲା, ପ୍ରତି 5 ବର୍ଷରେ ନିର୍ବାଚନକୁ ବାଧ୍ୟତାମୂଳକ କଲା, ଆଉ ସବୁଠୁ ବଡ଼ କଥା ହେଲା ସମାଜର ଦୁର୍ବଳ ବର୍ଗ ଯେମିତିକି ଅନୁସୂଚିତ ଜାତି, ଜନଜାତି ଏବଂ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣର ବ୍ୟବସ୍ଥା କଲା। ଏବେ ଆସିବା ଆମ ରାଜ୍ୟ ଓଡ଼ିଶା କଥାକୁ। ଏହି ସଂଖ୍ୟାଟା ଉପରେ ଟିକେ ନଜର ପକାନ୍ତୁ, 50%। ଏଟା ଖାଲି ଗୋଟେ ସଂଖ୍ୟା ନୁହେଁ, ଏହା ଓଡ଼ିଶାର ସ୍ଥାନୀୟ ଶାସନରେ ଏକ ବଡ଼ ପଦକ୍ଷେପର ପ୍ରତୀକ। ଏହାର ଅର୍ଥ ହେଉଛି, ଯେତେବେଳେ ସାରା ଦେଶରେ ସ୍ଥାନୀୟ ଶାସନରେ ମହିଳାଙ୍କ ପାଇଁ 33% ସଂରକ୍ଷଣ ବାଧ୍ୟତାମୂଳକ, ଆମ ରାଜ୍ୟ ଓଡ଼ିଶା ଗୋଟେ ପଦ ଆଗକୁ ଯାଇ ଏହାକୁ 50% କରିଛି। ଏହା ତୃଣମୂଳ ସ୍ତରରେ ମହିଳାଙ୍କ ରାଜନୈତିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ଏକ ବହୁତ ବଡ଼ ପଦକ୍ଷେପ। କିନ୍ତୁ ଆମେ ସମସ୍ତେ ଜାଣନ୍ତି, କାଗଜପତ୍ରରେ ଥିବା ଆଇନ
ଆଉ ବାସ୍ତବ ପରିସ୍ଥିତି ଭିତରେ ବେଳେବେଳେ ବହୁତ ଫରକ ଥାଏ। ତେବେ ଚାଲନ୍ତୁ ଏବେ ଦେଖିବା ଏହି ବ୍ୟବସ୍ଥା ପ୍ରକୃତରେ କେମିତି କାମ କରିଛି ଏବଂ ଏହାର ଭଲ ଦିଗ ଆଉ ଆହ୍ୱାନଗୁଡ଼ିକ କ'ଣ। ନିଶ୍ଚିତ ଭାବରେ ଏହି ବ୍ୟବସ୍ଥାର ବହୁତ ସୁଫଳ ରହିଛି। ଏହା ଯୋଗୁଁ ଗଣତନ୍ତ୍ର ଗାଁ ଗହଳି ଯାଇ ପହଞ୍ଚିପାରିଛି। ସ୍ଥାନୀୟ ସମସ୍ୟାର ସମାଧାନ ଶୀଘ୍ର ହେଉଛି ଆଉ ଏହା ଭବିଷ୍ୟତର ନେତା ତିଆରି କରିବା ପାଇଁ ଏକ ଟ୍ରେନିଂ ଗ୍ରାଉଣ୍ଡ ଭଳି କାମ କରୁଛି। ହେଲେ ରାସ୍ତା ସବୁବେଳେ ସିଧା ନୁହେଁ। ଆଜି ବି ଦୁର୍ନୀତି, ଟଙ୍କା ଏବଂ ବାହୁବଳର ଖେଳ ଏହି ବ୍ୟବସ୍ଥାକୁ ଦୁର୍ବଳ କରୁଛି। ଅନେକ ସମୟରେ ପଞ୍ଚାୟତ ପାଖରେ ନିଜ କାମ ପାଇଁ ଯଥେଷ୍ଟ ପାଣ୍ଠି ନଥାଏ। ଆଉ ସବୁଠୁ ବଡ଼ ଚିନ୍ତାର କଥା ହେଉଛି, ଯଦିଓ ମହିଳାମାନେ ନିର୍ବାଚିତ ହେଉଛନ୍ତି, ବେଳେବେଳେ ପ୍ରକୃତ କ୍ଷମତା ସେମାନଙ୍କ ଘରର ପୁରୁଷ ଲୋକଙ୍କ ହାତରେ ରହିଯାଉଛି। ଏହି ଉକ୍ତିଟି ସ୍ଥାନୀୟ ଶାସନର ମହତ୍ତ୍ୱକୁ ବହୁତ ସୁନ୍ଦର ଭାବରେ ବୁଝାଇ ଦେଉଛି। କାରଣ ଯଦି ତୃଣମୂଳ ସ୍ତରରେ ଗଣତନ୍ତ୍ର ସଫଳ ହୁଏ, ତେବେ ଯାଇ ସମ୍ପୂର୍ଣ୍ଣ ଦେଶରେ ଗଣତନ୍ତ୍ର ସଫଳ ହୋଇପାରିବ। ତେବେ ଶେଷରେ ପ୍ରଶ୍ନ ଏଇଆ, ଏତେ ସବୁ ସଫଳତା ଆଉ ଆହ୍ୱାନ ଭିତରେ ସ୍ଥାନୀୟ ଶାସନ କ'ଣ ନିଜ ଲକ୍ଷ୍ୟ ହାସଲ କରିପାରୁଛି? ଏହି ପ୍ରଶ୍ନର ଉତ୍ତର ଆମ ସମସ୍ତଙ୍କର ସକ୍ରିୟ ଅଂଶଗ୍ରହଣ ଉପରେ ନିର୍ଭର କରେ। ଏହି ବିଷୟରେ ଟିକେ ଭାବିବା ଆମ ସମସ୍ତଙ୍କର ଦାୟିତ୍ୱ। ଆଜି ପାଇଁ ଏତିକି। ଧନ୍ୟବାଦ।